ପାଳଙ୍ଗ ଶାଗ ବି ଲାଗିପାରେ ଏତେ ସୁଆଦିଆ। ଏଇଠି ତରକାରୀ ଦେଖି ଆପଣମାନେ ଅନ୍ଦାଜ ଲଗେଇ ସାରିବେଣି ଏଇ ତରକାରୀ କେତେ ଡେଲିସିୟସ୍ ହେଇଛି ବୋଲି। କିଛି ସେମିତି ଖାସ୍ ମସଲା ଦେବା ନାହିଁ, ସାଧା ସିଧା ଘରୁଆ ମସଲା ଦେଇ ବନେଇବା। କିନ୍ତୁ ମୁଁ ଗ୍ୟାରେଣ୍ଟି ଦେଇ କହୁଛି ଏଇ ତରକାରୀର ସ୍ୱାଦ ଆପଣମାନେ କେବେ ବି ଭୁଲି ପାରିବେ ନାହିଁ। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲ ଯଦି ନୂଆ ଅଛନ୍ତି ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଫେସବୁକ୍ ପେଜକୁ ନିହାତି ଫଲୋ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ପାଳଙ୍ଗ ଶାଗର এই ସୁଆଦିଆ ତରକାରୀ ବନାଇବା ପାଇଁ ଆମକୁ ଦରକାର ବେଶ କିଛି ପାଳଙ୍ଗ ଶାଗ। ଶାଗ ଟିକେ ଅଧିକ ନେବେ। ପ୍ରଥମେ ଶାଗର ଚେରକୁ କାଟି ବାଦ କରିବା, ତାପରେ ଆମେ ଶାଗକୁ ବାଛିବା। ଶାଗକୁ ବାଛିବା ସମୟରେ ଯଦି ପଚା ପତ୍ର ଅନାବନା ଘାସ ବାହାରିବ ସେସବୁ ବାହାର କରିଦେବେ। ସେସବୁ ରହିଲେ ତରକାରୀରେ ଖାଇବା ପାଇଁ ଭଲ ଲାଗିବ ନାହିଁ। ତାପରେ ଶାଗର ନାଡ଼ ଯଦି ଟାଣ ଥିବ, ଟାଣ ନାଡ଼ ଗୁଡ଼ିକୁ ବାଦ କରି କେବଳ ଶାଗ ନେଇପାରିବେ। ଯଦି ନାଡ଼ କଷି ଥିବ ନାଡ଼ ସହିତ ତରକାରୀ ବନେଇ ପାରିବେ। ଶାଗକୁ ବାଛି ସାରିବା ପରେ ଗୋଟେ ବଡ଼ ଜାଗାରେ ବେଶ କିଛି ପାଣି ନେବା। ଅଧିକ ପାଣିରେ ଶାଗକୁ ଘଷି ଘଷି ଧୋଇବା, ତାହେଲେ ଶାଗରେ ଥିବା ସବୁ ମାଟି କାଦୁଅ ପରିଷ୍କାର ହେଇଯିବ। ତାପରେ ଆମେ ଶାଗକୁ କାଟିବା। এই ଶାଗକୁ ବେଶୀ ଛୋଟ କରି କାଟିବା ଦରକାର ନାହିଁ, କାହିଁକି ନା ପାଳଙ୍ଗ ଶାଗ ତରକାରୀରେ ବହୁତ ଜଲ୍ଦି ସିଝିଯାଏ ଆଉ ଜଲ୍ଦି ଘାଣ୍ଟିଯାଏ। ସେଥିପାଇଁ ଟିକେ ବଡ଼ ରଖି କାଟିବେ। କାଟି ସାରିବା ଉପରେ ଗୋଟେ ଛାଙ୍କୁଣୀରେ ରଖିବେ। ଶାଗରେ ଥିବା ସବୁ ଏକ୍ସଟ୍ରା ପାଣି ବାହାରିଯିବ। ସେଇ ଭିତରେ ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରିବା, 2 ଚାମଚ ସୋରିଷ ତେଲ ଦେବା। ଜମା ଅଧିକ ତେଲ ଦେବା ଦରକାର ନାହିଁ। এই ତରକାରୀକୁ ସୋରିଷ ତେଲରେ ବନେଇଲେ ଖାଇବା ପାଇଁ ଭଲ ଲାଗେ। ତେଲ ଗରମ ହେଇଯିବା ପରେ ଅଧା ଚାମଚ ଜିରା ଦେବା, ଅଳ୍ପ ଜୁଆଣି ଦେବା। ଯେହେତୁ ପାଳଙ୍ଗ ଶାଗ ଟିକେ ଗ୍ୟାସ୍ କରେ, ଅଳ୍ପ ଜୁଆଣି ଦେଲେ ପାଳଙ୍ଗ ଶାଗ ବହୁତ ଜଲ୍ଦି ହଜମ ହେଇଯିବ। ତା ଛଡ଼ା ତରକାରୀରେ ବହୁତ ବଢ଼ିଆ ଟେଷ୍ଟ ଆସିବ। ଜିରା ଜୁଆଣି ଫୁଟିଯିବା ପରେ 10-12ଟି ରସୁଣକୁ ଛୋଟ ଛୋଟ କରି କାଟିକି ଦେବା। ରସୁଣ ଛେଚା କିମ୍ବା ପେଷ୍ଟ ଦେବେ ନାହିଁ, ଏମିତି ଛୋଟ ଛୋଟ କରି କାଟିକି ଦେଲେ এই ତରକାରୀରେ ବହୁତ ବଢ଼ିଆ ଟେଷ୍ଟ ଆସିବ। ସେମ୍ ମସଲା କିନ୍ତୁ ବନେଇବାର ପ୍ରୋସେସ ଟିକେ ଅଲଗା, ସେଥିପାଇଁ এই ତରକାରୀର ଟେଷ୍ଟ ପୁରା ଅଲଗା ଲାଗିବ। ରସୁଣକୁ ଲୋ ମିଡ଼ିୟମ୍ ଫ୍ଲେମ୍ରେ ହାଲକା ଭାଜିବା, ବେଶୀ ପୋଡ଼ିବା ନାହିଁ। ରସୁଣ ହାଲକା ଭାଜିଯିବା ପରେ ଗୋଟେ ବଡ଼ ସାଇଜ୍ର ପିଆଜ, ଗୋଟେ କଞ୍ଚା ଲଙ୍କା ଦେବା। କଞ୍ଚା ଲଙ୍କାକୁ ମଝିରୁ ଟିକେ ଚିରା ଲଗାଇ ଦେବେ, ତେଲରେ ଫାଟିବ ନାହିଁ। ମିଡ଼ିୟମ୍ ଫ୍ଲେମ୍ରେ ପିଆଜକୁ ହାଲକା ଭାଜିବା। ପିଆଜ ରସୁଣକୁ ତେଲରେ ହାଲକା ଭାଜିବେ, ବେଶୀ ପୋଡ଼ିବେ ନାହିଁ। ବେଶୀ ପୋଡ଼ିଦେଲେ ତରକାରୀର ଟେଷ୍ଟ ଭଲ ଲାଗିବ ନାହିଁ। ପିଆଜ ହାଲକା ଭାଜିଯିବା ପରେ ଗୋଟେ ବଡ଼ ସାଇଜ୍ର ଟମାଟୋ ଦେବା। ଟମାଟୋ ଦେବା ସମୟରେ କ୍ୟାମେରା ବନ୍ଦ ହେଇଯାଇଥିଲା, ସେଥିପାଇଁ ମୁଁ ଦେଖେଇ ପାରିନାହିଁ। ଟମାଟୋକୁ ପିଆଜ ସହିତ ଟିକେ ଗୋଳାଇବା। ଏବେ ମସଲାରେ ଅଳ୍ପ ଲୁଣ ଦେବା। ପାଳଙ୍ଗ ଶାଗରେ ଟିକେ ଲୁଣ ଅଂଶ ଥାଏ, ପ୍ରଥମରୁ ବେଶୀ ଲୁଣ ଦେବେ ନାହିଁ, ନହେଲେ ତରକାରୀ ଲୁଣିଆ ହେଇଯିବ। ପରେ ଚାଖିକି ବି ଲୁଣ ଦେଇପାରିବେ। ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, ଅଳ୍ପ ରାଗ ଲଙ୍କା ଗୁଣ୍ଡ, ଗୋଟେ କଞ୍ଚା ଲଙ୍କା ଆମେ ପିଆଜ ସହିତ ଦେଇଥିଲେ, ଅଳ୍ପ କାଶ୍ମୀରୀ ଲଙ୍କା ଗୁଣ୍ଡ। ତରକାରୀରେ ବହୁତ ବଢ଼ିଆ କଲର ଆସିବ, ନଦେଲେ ବି ଚଳିବ। ଅଧା ଛୋଟ ଚାମଚ ଜିରା ଗୁଣ୍ଡ, ଗୋଟେ ଛୋଟ ଚାମଚ ଧନିଆ ଗୁଣ୍ଡ। ଜିରା ଗୁଣ୍ଡ କମ୍ ଦେବେ, ଧନିଆ ଗୁଣ୍ଡ ଅଧିକ ଦେବେ। ବାସ୍ ଏତିକି ସାଧା ସିଧା ଘରୋଇ ଗୁଣ୍ଡ ମସଲା ଦେଇ ଆଜି ଆମେ এই ତରକାରୀକୁ ବନେଇବା। ଗୁଣ୍ଡ ମସଲାକୁ ଟମାଟୋ ସହିତ ଗୋଳେଇ ନେବା। ଏବେ ଦେଖନ୍ତୁ ମସଲା ଟିକେ ଶୁଖିଲା ଲାଗୁଛି, 4-5 ଚାମଚ ପାଣି ଦେବା। ପାଣି ଦେଇ ମସଲା କଷିଲେ ମସଲା କଢ଼େଇ ତଳେ ଲାଗିନଥାଏ। ଏବେ ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ମସଲାକୁ କଭର କରି କଷିବା। ମସଲା କଷିବା ଭିତରେ ସେପଟେ ଚାଲନ୍ତୁ ତରକାରୀ ପାଇଁ ଗୋଟେ ସ୍ପେଶାଲ ମସଲା ବନେଇବା। ଗ୍ୟାସ୍ ଉପରେ ଗୋଟେ ଛୋଟ ପ୍ୟାନ୍ ବସେଇ କେବଳ ଗୋଟେ ଛୋଟ ଚାମଚ ଚିନାବାଦାମ ଦେବା। ଯେତିକି ମୁଁ ଶାଗ ନେଇଛି ତା ପାଇଁ ଗୋଟେ ଛୋଟ ଚାମଚ ଚିନାବାଦାମ ଦେଲି। ଯଦି ଆପଣମାନେ ଅଧିକ ଶାଗ ନେବେ ଚିନାବାଦାମର ପରିମାଣ ଅଧିକ ନେବେ। ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ଚିନାବାଦାମକୁ କେବଳ 1-2 ମିନିଟ୍ ପର୍ଯ୍ୟନ୍ତ ହାଲକା ଭାଜିବା। ଚିନାବାଦାମ ହାଲକା ଭାଜିଯିବା ପରେ ଗୋଟେ ଛୋଟ ଚାମଚ ଧଳା ରାଶି ଦେବା। ଧଳା ରାଶି ବଦଳରେ କଳା ରାଶି ବି ଦେଇପାରିବେ। ଶୀତ ଦିନେ ରାଶି ଦେହ ପାଇଁ ବହୁତ ଉପକାରୀ, ତା ଛଡ଼ା ଅଳ୍ପ ରାଶି ଦେଲେ এই ତରକାରୀର ଟେଷ୍ଟ ବହୁତ ବଢ଼ିଯିବ। ଯଦି ରାଶି ଥିବ ନିଶ୍ଚୟ ଦେବେ। ରାଶି ଦେବା ପରେ କିଛି ସେକେଣ୍ଡ ପର୍ଯ୍ୟନ୍ତ ଚିନାବାଦାମ ସହିତ ଭାଜିବା। ରାଶି ବହୁତ ଜଲ୍ଦି ଭାଜିଯିବ। ତାପରେ ଗ୍ୟାସ୍ର ଫ୍ଲେମ୍ ବନ୍ଦ କରିବା। ଗୋଟେ ଛୋଟ ଚାମଚ ବେସନ ଦେବା। ବେସନକୁ ଗରମ ପ୍ୟାନ୍ରେ ଆଉ କିଛି ସମୟ ପର୍ଯ୍ୟନ୍ତ ଭାଜିବା। ବେସନ ଭାଜିଯିବା ପରେ ଦେଖିବେ ବେସନରୁ ବହୁତ ବଢ଼ିଆ ବାସ୍ନା ବାହାରିବ। ବେସନକୁ ଟିକେ ଭାଜିଦେଲେ ବେସନର କଞ୍ଚା ଅଂଶ ଚାଲିଯିବ, ତରକାରୀରେ ଖାଇବା ପାଇଁ ଭଲ ଲାଗିବ। ସବୁ ଜିନିଷ ଭାଜିଯିବା ପରେ ବାହାରକୁ ଆଣି ପୁରା ଥଣ୍ଡା ହେବା ପାଇଁ ଛାଡ଼ିବା। ଥଣ୍ଡା ହେଲା ପରେ ଗ୍ରାଇଣ୍ଡର ଜାର୍ରେ ଦେଇ ଶୁଖିଲା ଗ୍ରାଇଣ୍ଡ କରି ଆଣିବା। ଜମା ପାଣି ଦେବେ ନାହିଁ, ସେମିତି ଶୁଖିଲା ଗ୍ରାଇଣ୍ଡ କରି ଆଣିବେ। এই ସାଧା ସିଧା ମସଲା ଦେଲେ ଦେଖିବେ ତରକାରୀର ଟେଷ୍ଟ ବହୁତ ବଢ଼ିଯିବ।
मसला रेडी हो गला सेपटे चलतु टमाटो मसला को चेक करिबा 4-5 मिनिट परे एठी देखंतु मसला ऊपर को तेल आसी मसला हमर भलो भाबरे कसी टमाटो मसला भलो भाबरे कसी जिबा परे आमे गुंड करि नेथिबा मसला को देबा ग्राइंडर जार थोई 2-3 चमच पानी देबा एबे आमे मसला को कसिबा एई मसला कसिबा समय रे देखिबे मसला कढ़ई तळे लागिबो काहे कि ना मसला रे आमे चिना बादाम आ धळा रसी देइछु सेति पई मसला को लगातार घंटी घंटी मसला रु तेल बाहरिबा पर्यंत कसिबा एबे देखंतु मसला ऊपर को तेल आसी गलानी मसला को जेते भलो भाबरे कसिबे तरकारी रो टेस्ट सेते बढ़िबो मसला कसी जिबा परे आमे काटी नेथिबा पालंग साग को मसला ऊपर देबा जेमिति मु देली आपण माने ठीक सेमिति देबे साग देबा परे मसला सहित सांगे सांग गळेबा नाही गरम कढ़ई रे साग लागी गले सागर कलर खराब हो जिवो प्रथमे गैस रो फ्लेम पूरा लो रखी 2 मिनिट कवर करिबा 2 मिनिट परे एठी देखंतु लेड भितरे केते बांफ लागिछि एमिति बांफ लागिले जानिबे सागरु पानी बाहरिबा स्टार्ट हिछि सागर परिमाण देखंतु आग अपेक्षा टिके कमी जाइछि आ सागरु देखंतु केते पानी बाहरिछि एमिति पानी बाहरिबा परे आमे साग को मसला सहित गळेबा परे देखिबे सागरु आहुरी पानी बाहरिबो एई पानी रे साग हमर भलो भाबरे सिझि जिवो एबे गैस रो फ्लेम मीडियम रखी मीडियम फ्लेम रे साग को मसला सहित 2-3 मिनिट पर्यंत कसिबा जहा द्वारा मसला रो फ्लेवर साग भीतर को आसी जिवो साग भी भलो भाबरे सिझि जिवो 2-3 मिनिट परे देखंतु सागरु जति की पानी बाहरी थिला से पानी सुखी आसलानी एबे तरकारी को लटपटिया करिबा पई 2-3 चमच पानी देबा जमा अधिक पानी देबे नहीं काहे कि ना एई तरकारी को आमे बेसी झोल करिबा नहीं पानी देबा परे आ 1 मिनिट पर्यंत तरकारी को फुटेबा 1 मिनिट परे एठी हम तरकारी पूरा रेडी हो जाइछि सागर कलर देखंतु केते सुंदर देखा जाउछि शेषरे भलो बासना पई आधा छोटो चामच गरम मसला गुंड देबा 1 छोटो चामच धळा राशि को प्रथमे पैन रे हल्का भाजिबा तापरे देबा भजा राशि शेषरे देले ए तरकारी खाइबा समय रे बहुत बढ़िया टेस्ट आसे सब जिनस को गळे नेबा एबे आमे गैस रो फ्लेम बंद करिबा एबे हम रेडी हो गला सादा सीधा पालंग सागरु ढाबा रेस्टोरेंट स्टाइल रो पालंग साग तरकारी आपण माने भी बनांतु आ केमिति लागिला निहाती कमेंट्स करी जणेबे ताहले आपनको कमेंट्स अपेक्षा रे आज पई रहिली पुणी देखा बा नया रेसिपी रे धन्यवाद।